ଚନ୍ଦନପିଣ୍ଡା ଆଦର୍ଶ ଗ୍ରାମ ଲୋକାର୍ପିତ। ଗତକାଲି ମଦନପୁର ରାମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚନ୍ଦନପିଣ୍ଡା ଆଦର୍ଶ ଗ୍ରାମ ଲୋକାର୍ପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏଲ୍ଟିଆଇ ମାଇଣ୍ଡ୍ରିର ସହଯୋଗୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜିତେନ୍ଦ୍ର ଘନଗାସ, ବରିଷ୍ଠ ପରିଚାଳକ ଶ୍ରୀଯୁକ୍ତ ଦେବୀପ୍ରସାଦ ରାୟଗୁରୁ, ମହାଶକ୍ତି ଫାଉଣ୍ଡେସନର ସିଇଓ ଶ୍ରୀଯୁକ୍ତ ଯୁଗଳ କିଶୋର ପଟ୍ଟନାୟକ, ମଦନପୁର ରାମପୁର ସରପଞ୍ଚ ଶ୍ରୀମତୀ ବିଡ଼ାପାଣି ସାହୁ ଯୋଗଦେଇ ଆଦର୍ଶ ଗାଁକୁ ଲୋକାର୍ପିତ କରିଥିଲେ। ଏଲ୍ଟିଆଇ ମାଇଣ୍ଡ୍ରିର ସଂସ୍ଥା ତରଫରୁ 15 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସହଯୋଗରେ ଗାଁରେ ଜଳସେଚନ ପାଇଁ ଚାଷ ପୋଖରୀ ଖନନ, ବିଦ୍ୟାଳୟ ଓ ଅଙ୍ଗନବାଡ଼ି ଗୃହ ମରାମତି, ସୌର ଆଲୋକୀକରଣ, ପନିପରିବା ଚାଷ, ସ୍ୱୟଂ ସହାୟକ ଦଳ ଦ୍ୱାରା କୁକୁଡ଼ା ଚାଷ, ନଳକୂପ ମରାମତି, ଗାଁ ସଫେଇ ସୌନ୍ଦର୍ଯ୍ୟକରଣ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଛି। ଉକ୍ତ ଗାଁରେ ମଦନପୁର ରାମପୁର ସରପଞ୍ଚ ଶ୍ରୀମତୀ ବିଣାପାଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସମସ୍ତ କାର୍ଯ୍ୟକୁ ଗ୍ରାମବାସୀ ତଥା ଗ୍ରାମ ପଞ୍ଚାୟତକୁ ସଂସ୍ଥା ତରଫରୁ ତଦାରଖ ପାଇଁ ହସ୍ତାନ୍ତର କରାଯାଇଥିଲା। ଏଲ୍ଟିଆଇ ମାଇଣ୍ଡ୍ରିର ସଂସ୍ଥା ତରଫରୁ ଉକ୍ତ ବ୍ଲକର 10 ଗୋଟି ଗ୍ରାମ ପଞ୍ଚାୟତରେ ସମନ୍ୱିତ ଗ୍ରାମ ବିକାଶ ଯୋଜନା ଅନ୍ତର୍ଗତ ପରିବେଶ ସଶକ୍ତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇଁ ବହୁମୁଖୀ କାର୍ଯ୍ୟକ୍ରମମାନ କରାଯାଉଛି। କାର୍ଯ୍ୟକ୍ରମରେ ବ୍ଲକ ସଂଯୋଗ ଭାଗ୍ୟଶ୍ରୀ ରାଉତ, ମିତ୍ରଭାନୁ ସାହୁ, ସମୀର ପୂଜାରୀ ପ୍ରମୁଖ ସହଯୋଗ କରିଥିଲେ। ରାମପୁରରୁ ଲମ୍ବୁଦର ସେନାପତିଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।